नमस्कार देखुଛନ୍ତି ओडिशा वर्ल्ड पश्चिमबंगରୁ ଆସୁଛି ଏକ ବଡ଼ ଖବର ନୂଆ କରି ନିର୍ମିତ ଜାତୀୟ ରାଜପଥରେ ଏବେ ମରଣ ଯନ୍ତ୍ରା କାମ ସରିବାର ମାତ୍ର କିଛି ମାସ ମଧ୍ୟରେ ଭୁଶୁଡ଼ି ପଡ଼ିଲା ରିଟେନିଂ ୱାଲ୍। ପ୍ରଶ୍ନ ଉଠୁଛି ନିର୍ମାଣର ମାନକୁ ନେଇ। ଏହି ଘଟଣା ଉପରେ ଏକ ସ୍ପେଶାଲ ରିପୋର୍ଟ। ନିମ୍ନମାନର କାମ ପାଇଁ ଭୁଶୁଡ଼ିଲା ରିଟେନିଂ ୱାଲ୍। ଗୁରୁତର ମୁଦ୍ରାରେ ଜାତୀୟ ରାଜପଥ ବିନା 19 ଯାହାକୁ ଦେଶର ଏକ ପ୍ରମୁଖ ସଂଯୋଗୀକରଣ ରାସ୍ତା କୁହାଯାଏ ସେଠାରୁ ଆସିଛି ଏକ ଚିନ୍ତାଜନକ ଚିତ୍ର। ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ମେମାରୀ ନିକଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାର ମାତ୍ର କିଛି ମାସ ବିତିଛି କି ନାହିଁ, ଏହା ମଧ୍ୟରେ ରାଜପଥର ସୁରକ୍ଷା ପାଚେରୀ ବା ରିଟେନିଂ ୱାଲ୍ ତାସପତ୍ର ଭଳି ଭୁଶୁଡ଼ି ପଡ଼ିଛି। ଏହି ଦୃଶ୍ୟ ଦେଖନ୍ତୁ, କିଭଳି ଭାବରେ ରାସ୍ତା କଡ଼ରେ ଥିବା ବିରାଟକାୟ କଂକ୍ରିଟ କାନ୍ଥ ମାଟିରେ ମିଶିଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। କୌଣସି ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଗୋଟିଏକୁ ବନ୍ଦ କରି ଦିଆଯାଇଛି ଏବଂ ସମସ୍ତ ଗାଡ଼ିକୁ ସର୍ଭିସ ରୋଡ୍ ଦେଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ବୁଝିପାରୁନୁ ଏତେ ଶୀଘ୍ର ଏହା କେମିତି ଭୁଶୁଡ଼ିଲା। ନିଶ୍ଚିତ ଭାବେ ଏଠାରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଛି। ଲୋକଙ୍କ ଜୀବନ ସହ ଖେଳାଯାଉଛି, ଏହା ହେଉଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ଘଟଣା ପରେ ସମ୍ପୃକ୍ତ ବିଭାଗର ଇଞ୍ଜିନିୟର ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଏତେ ଶୀଘ୍ର କାହିଁକି ଦୁର୍ବଳ ହୋଇପଡ଼ିଲା, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ନିର୍ମାଣ ଶେଷ ହେବା ପରେ ପରେ ଏଭଳି ପରିସ୍ଥିତି କଣ୍ଟ୍ରାକ୍ଟର ଏବଂ ତଦାରଖ କରୁଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜନସାଧାରଣ ଏବେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହି ଖବର ଉପରେ ଆମର ନଜର ରହିବ।